ଥରେ ଜଣେ ସାଧୁ ଜଙ୍ଗଲର ଗୋଟିଏ ବୃକ୍ଷମୂଳେ ଧ୍ୟାନରେ ବସିଥିଲେ। ସେହି ଜଙ୍ଗଲ ବାଟ ଦେଇ ଜଣେ ଯୁବକ ଯାଉଥିଲା। ସେ ଦେଖିଲା ସେ ସାଧୁଙ୍କ ଶରୀରରୁ ବହୁତ ତେଜ ବାହାରୁଥିଲା। ସେ ଭାବିଲା ହୁଏତ ଏ କୌଣସି ତେଜସ୍ୱୀ ସାଧୁ ହୋଇଥିବେ। ସେ ତାଙ୍କ ପାଖକୁ ଗଲା ଓ ସାଧୁଙ୍କ ଧ୍ୟାନ ଭାଙ୍ଗିବା ଯାଏ ପାଖରେ ବସି ରହିଲା। କିଛି ସମୟ ପରେ ସାଧୁଙ୍କ ଧ୍ୟାନ ଭଗ୍ନ ହେଲା। ସେ ଦେଖିଲେ ତାଙ୍କ ପାଖରେ ଜଣେ ଯୁବକ ବସି ରହିଥିଲା। ସେ ପଚାରିଲେ, ହେ ପୁତ୍ର, ତୁମେ କିଏ? ଏଠାକୁ କାହିଁକି ଆସିଛ? ଯୁବକ ସାଧୁଙ୍କୁ ପ୍ରଣାମ କଲା ଓ କହିଲା, ଗୁରୁଦେବ, ମୋ ମନରେ କିଛି ପ୍ରଶ୍ନ ବହୁ ଦିନରୁ ଉଠୁଥିଲା, କିନ୍ତୁ କାହା ପାଖରୁ ମୋ ମନକୁ ଶାନ୍ତ ହେଲା ପରି ଉତ୍ତର ପାଉନଥିଲି। ଆଜି ଯେବେ ଆପଣଙ୍କୁ ଦେଖିଲି ତ ମୋତେ ଲାଗିଲା କି ଆପଣ ହିଁ ମୋ ପ୍ରଶ୍ନର ଉତ୍ତର ଦେଇପାରିବେ। ସାଧୁ କହିଲେ, ପୁତ୍ର, ପଚାର, ତୁମ ପ୍ରଶ୍ନ କ'ଣ? ଯୁବକ କହିଲା, ଗୁରୁଦେବ, ମୁଁ ସବୁବେଳେ ପଡ଼ୋଶୀ, ସମ୍ପର୍କୀୟ ସମସ୍ତଙ୍କୁ ସାହାଯ୍ୟ କରିଥାଏ, ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାଏ, ପରିବାର ପାଇଁ ସବୁକିଛି ତ୍ୟାଗ କରିଥାଏ, ସମସ୍ତଙ୍କ ବିପଦ ଆପଦରେ ଆଗରେ ଠିଆ ହୋଇଥାଏ, ଏପରିକି ନିଜ ଇଚ୍ଛା, ନିଜ ଖୁସି, ନିଜ ସୁଖ ପାଇଁ ବି କେବେ ବି ଚିନ୍ତା କରିନାହିଁ। କିନ୍ତୁ ତଥାପି ମୋତେ କେହି ଭଲ ପାଉନାହାନ୍ତି, ମୋତେ ଆଦର କି ସମ୍ମାନ ମଧ୍ୟ କରୁନାହାନ୍ତି। ମୋତେ ସମସ୍ତେ ଅଣଦେଖା କରୁଛନ୍ତି। ମୋ କଥାର କୌଣସି ମହତ୍ଵ ରହୁନାହିଁ। ଏମିତି ମୋ ସହ ମୋ ପରିବାର, ପଡ଼ୋଶୀ ଓ ସମ୍ପର୍କୀୟମାନେ କାହିଁକି କରୁଛନ୍ତି? ସାଧୁ କହିଲେ, ପୁତ୍ର, ଭଲ ପ୍ରଶ୍ନଟିଏ ପଚାରିଛ। ମୋର କଥାକୁ ଧ୍ୟାନ ଦେଇ ଶୁଣ। ଆଜି ପର୍ଯ୍ୟନ୍ତ ତୁମେ ବହୁତ ଥର ଶୁଣିଥିବ କି ଭଲ ମଣିଷ ହୁଅ, ସମସ୍ତଙ୍କ ପାଇଁ ଭଲ ଭାବନା ରଖ, ଧୈର୍ଯ୍ୟ ରଖ। କିନ୍ତୁ ସତ୍ୟ ଏହା କି ଭଲ ଲୋକ କେବଳ କାହାଣୀରେ ଜିତିଥାନ୍ତି, ବାସ୍ତବରେ ନୁହେଁ। ଏହି କଥା ତୁମକୁ ଓଲଟା ହିଁ ଲାଗୁଥିବ, କିନ୍ତୁ ଏହା ହିଁ ସତ୍ୟତା ଅଟେ। ଦୁନିଆକୁ କେବଳ ସେହି ଲୋକମାନେ ମନେ ରୁହନ୍ତି ଯିଏ ଚାଲାକ ଥିଲେ, ଯିଏ ସମୟ ସାଥିରେ ନିଜ ନୀତିକୁ ବଦଳାଇବା ଜାଣିଥିଲେ। ଏଠାରେ ଭଲକୁ ଅଧିକାଂଶ ଦୁର୍ବଳତା ଓ ଭୟାବହତା ଅବା ବ୍ୟବହାର ଯୋଗ୍ୟ ବୋଲି ବୁଝାଯାଇଥାଏ। ଲୋକମାନେ ତୁମ ଶାନ୍ତ ସ୍ୱଭାବକୁ ସୀମିତତା ଆଉ ତୁମ ତ୍ୟାଗକୁ ମୂର୍ଖତା ମାନି ନିଅନ୍ତି। ଯେମିତି ଜଙ୍ଗଲରେ ସବୁଠାରୁ ସିଧା ଗଛକୁ ସର୍ବପ୍ରଥମେ କଟାଯାଏ, ସେମିତି ହିଁ ଏହି ଦୁନିଆରେ ସାଧା ସିଧା ସରଳ ଭଲ ମଣିଷ ସର୍ବପ୍ରଥମେ ଫସିଥାଏ। କାହିଁକି ନା ଲୋକମାନେ ତାଙ୍କ ଉପରେ ଶୀଘ୍ର ଭରସା କରିଥାନ୍ତି, ନୁହେଁ କାହିଁକି ନା ତାଙ୍କ ଭଲ ହେବାର ଫାଇଦା ଉଠାଇବା ଜାଣିଥାନ୍ତି। ସାଧୁ କହିଲେ, ମୁଁ ଆଜି ଚାଣକ୍ୟ ନୀତିର କିଛି ନିୟମ, କିଛି ନୀତି ବିଷୟରେ ତୁମକୁ କହିବି, ଯାହାକୁ ତୁମେ ଅନୁସରଣ କରିବ ତ ଏସବୁ ସମସ୍ୟାରୁ ତୁମେ ବାହାରି ପାରିବ। ତେବେ ଚାଲନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଚାଣକ୍ୟ ନୀତି ଏ ବିଷୟରେ କ'ଣ କହିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି କହିଥାଏ କି ଯିଏ ସମୟର ଚାଲକୁ ବୁଝନ୍ତି ନାହିଁ, ତାଙ୍କ ଚରିତ୍ର ବି ତାଙ୍କୁ ବଞ୍ଚାଇ ପାରେ ନାହିଁ। ଏହି ଭିଡ଼ିଓଟି ସେମାନଙ୍କ ପାଇଁ ଯିଏ ଜୀବନରେ ସବୁବେଳେ ହାରୁଛନ୍ତି, କେବଳ ଏଥିପାଇଁ କି ସେ ଭଲ ଥିଲେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକି ନା ଶେଷରେ ଆପଣଙ୍କୁ ଚାଣକ୍ୟଙ୍କର ଏପରି ଗୁରୁମନ୍ତ୍ର ଜାଣିବାକୁ ପାଇବେ, ଯେଉଁଥିରେ ଆପଣ ନା କେବଳ ନିଜ ଜୀବନକୁ ବଦଳାଇ ପାରିବେ, ବରଂ ପୁରା ଦୁନିଆକୁ ଜିତି ବି ପାରିବେ। ଚାଣକ୍ୟ କହିଛନ୍ତି କି ଯଦି ପ୍ରତ୍ୟେକ କେହି ଆପଣଙ୍କ ଠାରେ ଖୁସି ଅଛନ୍ତି ତ ବୁଝି ଯାଆନ୍ତୁ କି ଆପଣ କେଉଁଠି ନା କେଉଁଠି ନିଜ ସହ ବିଶ୍ୱାସଘାତକତା କରିଛନ୍ତି। ଏହି ଦୁନିଆରେ ସମସ୍ତଙ୍କୁ ଖୁସି ରଖିବା କୌଣସି ସଫଳତା ନୁହେଁ। ସର୍ବପ୍ରଥମେ ନିଜର ସେହି ସତ୍ୟକୁ ଚିହ୍ନନ୍ତୁ ଯାହା ଆପଣଙ୍କୁ କଷ୍ଟ ଦେଇଥାଏ। ଲୋକମାନେ ଚାହିଁବେ କି ଆପଣ ସବୁବେଳେ ହଁ କୁହୁଥାନ୍ତୁ, ସବୁବେଳେ ହସୁଥାନ୍ତୁ, ଭୁଲ କଥାରେ ବି ମୁଣ୍ଡ ନୁଆଁଇ ରୁହନ୍ତୁ। କିନ୍ତୁ ଅସଲ ବିଜୟ ସେତେବେଳେ ହୋଇଥାଏ ଯେବେ ଆପଣ ଠିକ୍ ପାଇଁ ଏକୁଟିଆ ଠିଆ ହୋଇଥାନ୍ତି, ବିନା ଡରରେ ନା କରିପାରନ୍ତି। ନିଜ ଆତ୍ମସମ୍ମାନ କେବଳ ସମ୍ପର୍କ ବଞ୍ଚାଇବା ପାଇଁ ଉଧାରି ରଖନ୍ତୁ ନାହିଁ। ଏହା ସେ ଖରାପ ହେବା ଯାହା ଜରୁରୀ ଅଟେ। ଖରାପ ଅର୍ଥାତ୍ ସୀମା ନିର୍ଦ୍ଦିଷ୍ଟ କରିବା, ଖରାପ ଅର୍ଥାତ୍ ସବୁ କଥାରେ ଚୁପ୍ ନ ରହିବା, ଖରାପ ଅର୍ଥାତ୍ ଦୁନିଆ ପୂର୍ବରୁ ନିଜକୁ ବାଛିବା। ମନେ ରଖନ୍ତୁ, ଭଲ ଲୋକ କେବଳ ପସନ୍ଦ କରାଯାନ୍ତି, କିନ୍ତୁ ଖରାପ ଲୋକ କେବଳ ଇତିହାସ ବଦଳାଇଥାନ୍ତି। ଏବେ ନିଷ୍ପତ୍ତି ଆପଣଙ୍କ ହାତରେ। ଭଲ ହୋଇ ନିଜକୁ ହରାଇବେ ଅବା କିଛି ଖରାପ ହୋଇ ଏହି ଦୁନିଆରେ ନିଜ ପରିଚୟ ତିଆରି କରିବେ। ଏବେ ଭାବନ୍ତୁ, ଏହି ଦୁନିଆ କିପରି ଚାଲୁଛି? ଏଠାରେ ସରଳତାର ଖାତିର ହେଉଛି କି ଚାଲାକିର? ଚାଣକ୍ୟ 2000 ବର୍ଷ ପୂର୍ବେ କହିଦେଇଥିଲେ, ଖରାପ ହୁଅନ୍ତୁ, କିନ୍ତୁ ଖରାପ ପାଇଁ ନୁହେଁ, ବୁଦ୍ଧିମାନୀ ପାଇଁ। ବିଲୁଆ ପରି ଚାଲାକି ହୁଅନ୍ତୁ, କାଉ ପରି ବୁଦ୍ଧି ରଖନ୍ତୁ, ଆଉ ସିଂହ ପରି ନିର୍ଭୟତା ରଖନ୍ତୁ। କାହିଁକି ନା ଏହି ଦୁନିଆ ସିଧା ଆଙ୍ଗୁଠିରେ ଘିଅ ବାହାର କରିନଥାଏ, ଆଉ ସିଧା ସାଧା ଲୋକ ସର୍ବପ୍ରଥମେ ହଟାଇ ଦିଆ ହୋଇଥାଏ। କାହିଁକି ନା
ଲୋକମାନେ ତାଙ୍କ ଉପରେ ଶୀଘ୍ର ଭରସା କରିଥାନ୍ତି ନୁହେଁ, କାହିଁକି ନା ତାଙ୍କ ଭଲ ହେବାର ଫାଇଦା ଉଠେଇବା ଜାଣିଥାନ୍ତି। ଆପଣ ବି କେବେ ନା କେବେ ଏମିତି ପରିସ୍ଥିତିରେ ରହିଥିବେ ଯେଉଁଠି ଆପଣ ଏଥିପାଇଁ ନୀରବ ରହିଯାଇଥିବେ କାହିଁକି ନା ଝଗଡ଼ା ଚାହୁଁନଥିବେ, କାହାକୁ ସାହାଯ୍ୟ କରିଥିବେ, କିନ୍ତୁ ଯେବେ ଆପଣଙ୍କର ଆବଶ୍ୟକତା ପଡ଼ିଥିବ ତ ସମସ୍ତେ ମୁହଁ ଫେରି ନେଇଥିବେ। ଆଉ କ'ଣ କହିଥିବେ କି ଆପଣ ବହୁତ ଭଲ ଅଟନ୍ତି, ଭଗବାନ ସବୁ ଦେଖୁଛନ୍ତି। କିନ୍ତୁ ସତ୍ୟତା ଏହା କି ଏହି ଦୁନିଆରେ ଭଗବାନ ପରେ ଦେଖିଥାନ୍ତି। ପ୍ରଥମେ ଏହି ଦୁନିଆ ଆପଣଙ୍କୁ ଦଳି ମକଚି ଦେଇଥାଏ। ଆଚାର୍ଯ୍ୟ ଚାଣକ୍ୟ ସଫା ସଫା କହିଛନ୍ତି କି ଯଦି ଆପଣ ସବୁବେଳେ ଧର୍ମର କଥା କହିବେ ତ ଅଧର୍ମୀ ଲୋକମାନେ ଆପଣଙ୍କର ବ୍ୟବହାର କରିବେ। ଆପଣଙ୍କ ଶାନ୍ତ ସ୍ୱଭାବ, ଆପଣଙ୍କ ସଚୋଟତା, ସମସ୍ତଙ୍କ ପାଇଁ ଭଲ ଭାବିବା, ଏହି ଗୁଣ ଏହି ଦୁନିଆରେ ସେତେ ପର୍ଯ୍ୟନ୍ତ ଉଚିତ ଅଟେ ଯେବେ ପର୍ଯ୍ୟନ୍ତ ଆପଣ ତାକୁ ସନ୍ତୁଳିତ ରଖିଥାନ୍ତି। ଯେମିତି ଆପଣ ଦରକାର ଠାରୁ ଅଧିକ ଭଲ ହେବାକୁ ଲାଗିଥାନ୍ତି, ଲୋକମାନେ ଆପଣଙ୍କୁ ବ୍ୟବହାର କରିବାକୁ ଲାଗିଯାଆନ୍ତି। ଯେଉଁ ସମ୍ପର୍କରେ ଆପଣ ସବୁଠାରୁ ସଚ୍ଚୋଟ ଅଟନ୍ତି, ସବୁଠାରୁ ଅଧିକ ବୁଝାମଣା ଆପଣ ହିଁ କରିଥାନ୍ତି। ତଥାପି ଆପଣ ଭାବିଥାନ୍ତି କି ମୁଁ ତ ଠିକ୍ କରୁଛି, ଦିନେ ସବୁ ଠିକ୍ ହୋଇଯିବ, କିନ୍ତୁ ନୁହେଁ। ଚାଣକ୍ୟ କହିଛନ୍ତି ଯିଏ ସମୟର ନୀତି ଜାଣିନଥାନ୍ତି ସେ ନିଜକୁ ହିଁ ଧୋକା ଦେଇଥାନ୍ତି। ଏଥିପାଇଁ ଜରୁରୀ ଅଟେ କି ଆପଣ ବିଲୁଆ ପରି ଚାଲାକ ହୁଅନ୍ତୁ, ହେଲେ ଲୋକମାନେ ଆପଣଙ୍କ ଚେହେରାର ସରଳତାକୁ ଦୁର୍ବଳତା ନ ବୁଝନ୍ତୁ। କୁଆ ପରି ବୁଦ୍ଧିମାନ ହୁଅନ୍ତୁ, ହେଲେ କେବେ କହିବେ ଓ କେବେ ଚୁପ୍ ରହିବେ ଏହା ନିର୍ଦ୍ଦିଷ୍ଟ କରିପାରିବେ। ଓ ସିଂହ ପରି ନେତା ହୁଅନ୍ତୁ, ହେଲେ ଦରକାର ପଡ଼ିଲେ ଗର୍ଜନ କରିପାରିବେ। ଆଉ କାହାର ଡର ଆପଣଙ୍କୁ ନୁଆଁଇବାକୁ ସାହସ କରିପାରିବ ନାହିଁ। ସତ୍ୟ କଥା ଏହା କି ଭଲ ମଣିଷ ସେ ହୋଇଥାଏ ଯିଏ ଖରାପ ସମୟରେ ଖରାପ ଲୋକଙ୍କଠାରୁ ଭଲ ନୀତି ରଖିଥାନ୍ତି। ନଚେତ୍ ଯିଏ କେବଳ ଭଲ ହୋଇ ବଞ୍ଚିଥାନ୍ତି ସେ ଏହି ଦୁନିଆରେ ପ୍ରଥମେ ବଳି ଚଢ଼ିଯାନ୍ତି। ତ ଏବେ ସମୟ ଆସିଯାଇଛି ଭଲର ମାନ୍ୟତାକୁ ଆଉଥରେ ବୁଝିବାକୁ। କାହିଁକି ନା ଯିଏ କେବଳ ହସୁଥାଏ ସେ ସବୁବେଳେ ସୁରକ୍ଷିତ ହୋଇନଥାଏ। କେବେ କେବେ ଦାନ୍ତ ଦେଖାଇବା ଲୋକଙ୍କୁ ପଞ୍ଜା ବି ଦେଖିବାକୁ ପଡ଼ିଥାଏ। ଚାଣକ୍ୟଙ୍କ ନଜରରେ ଖରାପ କିଏ ହୋଇଥାଏ? ଚାଣକ୍ୟ କହିଛନ୍ତି କି ଏହି ଦୁନିଆରେ ଯିଏ କେବଳ ଭଲ ଅଟେ ସେ ଅଧିକ ଦିନ ଯାଏ ଭଲ ହୋଇ ରହିପାରେ ନାହିଁ। ତାଙ୍କୁ ହୁଏତ ଭାଙ୍ଗି ଦିଆ ହୁଏ ଅବା ବ୍ୟବହାର କରାଯାଇଥାଏ। ଏବେ ଭାବନ୍ତୁ କି କ'ଣ ବାସ୍ତବରେ ଖରାପ ମଣିଷ ସେ ହୋଇଥାଏ ଯିଏ କ୍ରୋଧ କରିଥାନ୍ତି ଅବା ସେ ଯିଏ ଦରକାର ପଡ଼ିଲେ ନିଷ୍ପତ୍ତି ନେଇଥାନ୍ତି। ଭଲ ଲୋକମାନେ କ'ଣ ଭାବନ୍ତି? ଚାଣକ୍ୟଙ୍କ ପାଇଁ ଖରାପ ସେ ନୁହେଁ ଯିଏ ଅନ୍ୟର କ୍ଷତି କରିଥାଏ, ବରଂ ଖରାପ ସେ ହୋଇଥାନ୍ତି ଯିଏ ଦରକାର ପଡ଼ିଲେ ସରଳତା ବଦଳରେ ନୀତିରେ ଜବାବ ଦେଇଥାନ୍ତି। ଖରାପର ଅର୍ଥ ସବୁବେଳେ ପାପ ହୋଇନଥାଏ, ବେଳେବେଳେ ସେ ଆପଣଙ୍କ ରକ୍ଷାର ହତିଆର ହୋଇଥାଏ। ଏଥିପାଇଁ ଚାଣକ୍ୟ କହିଛନ୍ତି କି ଯଦି ସମୟ ଅନୁସାରେ ଚାଲାକି ଦେଖାଇବେ ନାହିଁ ତ ଏହି ଦୁନିଆ ଆପଣଙ୍କ ଭଲ ଗୁଣକୁ ଆପଣଙ୍କ ଅପରାଧ କରିଦେବ। ଏବେ ନିଜେ ଭାବନ୍ତୁ, କୃଷ୍ଣ ଭଲ ଥିଲେ ଅବା ଖରାପ? ସେ ଛଳ କଲେ, ମିଛ କହିଲେ, ଯୁଦ୍ଧର ରଣନୀତି ତିଆରି କଲେ, କିନ୍ତୁ କାହା ପାଇଁ? ଧର୍ମ ପାଇଁ। ଦୁର୍ଯ୍ୟୋଧନ ମଧ୍ୟ ତାହା କରିଲା, କିନ୍ତୁ ନିଜ ଅହଙ୍କାର ପାଇଁ। ଦୁହେଁ ଚାଲାକ ଥିଲେ, ଦୁହେଁ ନୀତି ଜାଣିଥିଲେ, କିନ୍ତୁ କୃଷ୍ଣ ସଫଳ ହେଲେ, ପୂଜା ପାଇଲେ, କାହିଁକି ନା ତାଙ୍କ ଖରାପ ଦେଖିବା ପଛରେ ଭଲ କାରଣ ଥିଲା। ଆଜି ବି ଜୀବନ ଏହା ପଚାରିଥାଏ କି କ'ଣ ଆପଣଙ୍କଠାରେ ଏତେ ସାହସ ଅଛି କି ଦରକାର ପଡ଼ିଲେ ଖରାପ ହୋଇପାରିବେ ନିଜ ପାଇଁ, ନିଜ ସତ୍ୟ ପାଇଁ? ଯଦି ନୁହେଁ ତ ଆପଣଙ୍କ ପାଇଁ ଏହି ଦୁନିଆ କେବଳ ଏକ ଖେଳ ହୋଇଯିବ ଯେଉଁଠି ପ୍ରତ୍ୟେକ କେହି ଚାଲ ଚଲାଇବେ ଆଉ ଆପଣ କେବଳ ମୋହରା ହୋଇ ରହିଯିବେ। ଏବେ ଚାଲନ୍ତୁ ଜାଣିବା ଏହା ସମ୍ବନ୍ଧୀୟ ଛୋଟ କାହାଣୀଟିଏ। ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗୁଥାଏ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ତେବେ ଚାଲନ୍ତୁ ଜାଣିବା ସେହି କାହାଣୀଟି। ଜଣେ ବ୍ୟକ୍ତି ଥିଲେ ଯିଏ ବହୁତ ଭଲ ଥିଲେ, ସମସ୍ତଙ୍କର ସାହାଯ୍ୟ କରୁଥିଲେ, ସମସ୍ତଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କରୁଥିଲେ। କେହି କିଛି କହିଦେଲେ ଚୁପ୍ ରହିଥାନ୍ତି, କେହି ଧୋକା ଦେଲେ କ୍ଷମା କରିଦେଉଥିଲେ, କେବେ କାହା ସହ ତର୍କ କରୁନଥିଲେ, କେବେ କାହା ସହ ମୁହାଁମୁହିଁ ହୁଅନ୍ତି ନାହିଁ। କିନ୍ତୁ ହେଲେ ହେଲା କ'ଣ? ବନ୍ଧୁମାନେ ତାଙ୍କର ବ୍ୟବହାର କଲେ, ସମ୍ପର୍କୀୟମାନେ ତାଙ୍କ ଭରସାର ଫାଇଦା ଉଠାଇଲେ। ଶେଷରେ ତାଙ୍କ ସ୍ତ୍ରୀ ମଧ୍ୟ କହିଦେଲା ତୁମେ ବହୁତ ଭଲ ଅଟ, କିନ୍ତୁ ମୋ ପାଇଁ କେବେ କିଛି କାହିଁକି କରିପାରିଲ ନାହିଁ। ସେତେବେଳେ ତାଙ୍କୁ ବୁଝା ପଡ଼ିଲା କି ଭଲ ହୋଇ ସେ ସମସ୍ତଙ୍କୁ ବଞ୍ଚାଉଥିଲେ, କିନ୍ତୁ ନିଜକୁ ହରାଇବାରେ ଲାଗିଥିଲେ। ଚାଣକ୍ୟ କହିଛନ୍ତି କି ସେ ସାପ ଯିଏ ବୁଦା ଛାଡ଼େ ନାହିଁ କିନ୍ତୁ ବିଷଧର ଦେଖାଯାଏ ସେ ଜୀବିତ ରହିଯାଏ, କିନ୍ତୁ ଯିଏ ନିଜକୁ ବିଷ ନଥିବା ଦେଖାଇଥାଏ ସେ ପ୍ରଥମେ ମରାଯାଏ। ଅର୍ଥାତ୍ ଦୁନିଆକୁ ଆବଶ୍ୟକ ଏମିତି ମଣିଷକୁ ଯିଏ ସମୟ ଆସିଲେ ଖରାପ ହୋଇପାରେ, ଯିଏ କେବଳ ସିଧା ନୁହେଁ ବରଂ ବୁଦ୍ଧିମାନ ଓ ଦରକାର ପଡ଼ିଲେ ବିପଦପୂର୍ଣ୍ଣ ହୋଇପାରେ। କାହିଁକି ନା ଯଦି ଆପଣ ଦୁନିଆକୁ
देखाई देले कि आपण केबे पलटा प्रहार करिवे नाही तो विश्वास करंतु लोक माने आपण को छाती ऊपर चढ़ी करी नाचिबे। आ सबुठारु खराब कथा आपण निजे पीड़ा को साधारण बोली मानि नै थांदी, भाबी थांदी कि हुए तो एहा जीवन अटे, एहा प्रेम अटे, एहा ही बुझामणा अटे। एबे सबुठारु बड़ धोखा केउठी होई थाए जेबे आपण भाबी थांदी कि भल हेबारे लोक माने आहुरी भल पाइबे, किंतु सत्यता एहा कि जेते आपण अन्य पई भल होई जाउथिबे सेते ही लोक माने आपण को अणदेखा करियाकु लागिबे। काहेकि ना एही दुनियार अभ्यास कि सही लोकंकर जीए निज अधिकार पई आह्वान करिथाए, जे सामना व्यक्तिर भूल रे चुप रुहंती नाही, आ जे दरकार पड़िले ना कहिबा जानि थांती। जे चुप रहिथाए सहिथाए समस्तक पई भाबिथाए से अधिकांश सबुठारु अधिक भुलाई दिया जाए। आपण देखिथिबे कि विद्यालय रे सबुठारु शांत बालक को शेषरे मने पका जाए। परिवार सबुठारु अधिक त्याग करथिबा लोकर कथा सुना जाए नाही और संपर्क रे सबुठारु विश्वासी लोक को ही शीघ्र छाड़ी दिया हुए। चाणक्य एठारे बहुत विषाक्त किंतु सत्य कथा कहिसंती कि दुनिया तांकु जीवित रखिताए जे निजको जरूरी करि नै थांती। आपण भल अटंती ठीक अछि, किंतु कोन आपण जरूरी भी अटंती? काहेकि ना जदि आपण जरूरी नुहें तो दिने आपणक जागा आउ केही भी नै जिवो, आउ आपण बास जने भल मनीष थिला बोली पछरे रहि जिवे। एबे भाबंतु कि जहा पई आपण सब किछि करूछंती कोन से आपणक पई एतिकी ही करिवे? कोन से केबे आपणक भरोसा को संभाळी छंती अबा बास निज फायदा पई व्यवहार करिसंती? प्रश्न कटु अटे किंतु जवाब जरूरी अटे। चाणक्य कहिसंती कि जिए प्रत्येक व्यक्ति को खुशी रखिया पई बाहरी थांती से सर्वप्रथमे निज ठारू हारि जांती। उद्देश्य सफा अटे। जदि आपण सीमा निर्धारित करि नांती तो लोक माने आपण को अस्तित्व को भी नष्ट करदेबे, आउ आपण को जना भी पड़ियो नाही कि केउठी हजि गले। एथिपई एबे समय आसीगलानी निज भल हेबाकू गोटे सीमा रे रखंतु, आउ आत्मसम्मान को प्रथम प्राथमिकता दियंतु। काहेकि ना जहांकू ना कहिबा आसे नाही तांकू दुनिया व्यवहार करिबा बहुत भल भाबरे जानि थाए, आउ एही दुनिया तांकू दबाई थाए जे निजे ठिया हेबा भूली जांती। एबे जानतु सेही मनोविज्ञानर जाल विषय जेउथिरे भल लोक सबुठारु अधिक फसी थांती। आपण ध्यान देइथिबे कि जेउ लोक माने सबुबेले समस्तंकर सहाय्य करिथांती से सबुठारु अधिक भांगी थांती, अधिक ठकी होई थांती, थकी जाई थांती ओ भूल बुझा जाई थांती। काहेकि ना एही दुनिया आपणक थकापण देखि न थाए, केवल आपणक कामरे आसीबा देखि थाए। आपण बारंबार भल हेउथिबे हेले लोक माने आपण को पसंद करिवे, अन्य को प्राथमिकता दियंती हेले से माने आपण को महत्व देबे। किंतु सत्यता कौन? लोक माने आपण को आपण को मूल्य पई भल पाई न थांदी, बरम दरकार समय रे उपलब्ध हेबा पई आउ जेबे आपण दरकार समय रे उपलब्ध होई न थांदी तो सेतेबेले से आपण को पूरा अस्तित्व ऊपर संदेह करिया को लागि थांदी। एही ठारू आरंभ होइताए सेही पीड़ा जेउठी आपण कहार सब किछि बहन करिथांती, किंतु बदलरे मिलिथाए केवल नीरवता और संदेह। एबे सुनंतु चाणक्यंक असली नीति जहा आज भी आपण को आखि खोली पारे। जदि आपण सब समय रे अन्य पई समर्पित रहिबे तो लोक माने आपण को एक साधन भाबिया को लागिबे, साथी नुहे। चाणक्यंक उद्देश्य सफा अटे। जदि आपण निज महत्व निजे निर्दिष्ट करिनांती तो दुनिया आपण को मागणार सेवा मानि नेबो, आउ पुणी केही आपणक समय आपणक चेष्टा अबा पीड़ार खातिर करिवे नाही तो कौन करिवे? एबे भाबिबार उपाय बदलांतु, भल हुंतु, किंतु सब समय रे नुहे। जेउ दिन आपण लोकन को देखाई देले कि आपण ना कहि पारंती, निज सीमा निर्धारित करि पारंती, चालाकी को जानुछंती तो सेही दिन लोक माने आपण को हालुकारे नेबा बंद कर देबे। एहा असल रे खराब हेबा, निज पई ठिया हेबा। मने रखंतु एही दुनिया रे जितिबा पई अल्प निर्दयी, अल्प स्वार्थी, अल्प भाबी चिंती चलिबाकू पड़िबो। काहेकि ना जिए सबुथर हाँ कही थाए तांकु दिने निजको भी क्षमा मागिबाकू पड़ी थाए। चाणक्य कहिसंती कि मूर्ख से नुहे जी धोखा खाई थाए, मूर्ख से होई थाए जे प्रत्येक थर गोटे चेहरा को देवता भाबी थाए। चाणक्य कहिसंती कि एही दुनिया रे सबुठारु बड़ धोखा चेहरा नुहे, आपण को आशा देई थाए। आपण भाबी थांती कि मु भल हेबी, समस्ते मोर निजर हेबे, किंतु चाणक्य कहिसंती सद्गुण सेते पर्यंत ही शोभा देई थाए जेबे पर्यंत सामना व्यक्ति तांको सम्मान करि थाए।
जो दिन आपणक भल हेबाकु दुर्बलता भावी नि जाए सेठारु अपमान आरंभ होइताए। जदि आपण सर्प अटंती तो विष व्याप्त करंतु नाही, किंतु एतिकी तो देखांतु कि आपणक पाखरे विष अछि, अर्थात निजको विपदपूर्ण बोली देखांतु, किंतु दरकार पड़िले दंशन करंतु। शांत रुहंतु, किंतु काहाकू एही भूल बुझामणा हेबाकु दियंतु नाही कि आपण दुर्बल अटंती। जो व्यक्ति सबु समय झुंकी थांती से शेषरे निज आत्मसम्मान नाश कर दैथांती। चाणक्यंकर सबुठारु कटु कथा एहा कि सत्य कुहंतु, जहा समय अनुसार तीर परि लागिवो। सबु समय मिठा कहिबा निजको बिक्री करिया परि होइथाए। दुनिया को एही अभ्यास करंतु नाही कि आपण सबुथर मुंड नुआई हां कहिदेवे। केबे केबे जरूरी होइथाए कि ना कहिबा, चुप रही जिबा आउ आखिरे आखि मिसाई सत्य कहिदेवा। एहा सही खरापटे जहा आपण को दुर्बल करि न थाए, बरम से मनीष करि थाए जहाकु लोकमाने सामना करिया पई डरि थांदी। आ शेषरे चाणक्य कहिसंती कि जदि केही बारंबार आपण को नीच देखाउछंती तो बुझी जानतु कि आपण को सहन शक्ति को दुर्बलता भाबी नैछंती। एबे समय आसी जायछि कि भल मनीषरु प्रभावशाली मनीष हेबा पई। जेउठी आपण भलरे बुडी रहिबे किंतु केही आपण को हालुकारे नेई परिबे नाही, जेउठी आपण सामान्य रहिबे किंतु सामना लोक यह भूली परिबो नहीं कि आपण को भीतर भी जने चाणक्य अछि। एबे समय आसी जायछि कि एही गुरु मंत्र को खोलिया पई, जहार कथा आरंभ रे कह जायछि। यह कोनसी जादू नुहे, यह सही मनुष्यर शिक्षा अटे जे एकुटिया पूरा भारतर नक्शा बदलाई दैथिले। चाणक्य कहिसंती कि जेउ दिन आपण लोकन को पढ़िबा शिखि जिवे सही दिन आपण सबु खेल जीति जिवे। अर्थात तांको हसरु तांको इरादा को बुझंतु, तांको शब्द ठारू अधिक तांको उद्देश्य को चिन्हतु। जी जेते मिठा होइथाए सी सेते विपदपूर्ण होइथाए। आ सबुठारू जरूरी अन्यर चाल को बुझंतु, किंतु निज चाल केउठारे खुलंतु नाही। चुप रुहंतु, किंतु सबु देखंतु। क्षमा करंतु, किंतु से देइथिबा शिक्षा भूलंतु नाही। आ शेषरे निजको एते मजबूत करंतु कि एही दुनियार कोनसी शक्ति आपन को भांगी परिबो नाही। एहा चाणक्यंकर गुरु मंत्र अटे। जदि आपण एहाकु सतरे आपणाई नेले तो आपण को जीवन केवल बदलिबो नाही, पूरा दुनिया को जीति भी नेबे। आजिर भिडियोटी आपण को किपरि लागिला कमेंट करी जणाइबे। आ भिडियोटी केउ स्थानरु देखुचंदी ताहा मध्य कमेंट करी जणाइबे। भिडियोटी भलो लागिले लाइक, कमेंट, शेयर एंड सब्सक्राइब करंतु। धन्यवाद। नमस्कार।